ভজন অন্তাক্ষরী ভজন অন্তাক্ষরী ভজন অন্তাক্ষরী ভজন অন্তাক্ষরী ভজন অন্তাক্ষরী। নমস্কার, ମୁଁ ମନ୍ମଥ ମିଶ୍ର ଭାବଭକ୍ତିର ପରିସର ଭଜନ ଅନ୍ତାକ୍ଷରୀର ଏହି ପବିତ୍ର ଅଗଣାକୁ ଦର୍ଶକ ବନ୍ଧୁ ଆପଣମାନଙ୍କୁ ସର୍ବଦେବାଦେବୀ ଭଜନ ଅନ୍ତାକ୍ଷରୀ ଖେଳର ଏହି ଅଧ୍ୟାୟକୁ ହୃଦୟର ସହିତ ସ୍ୱାଗତ କରୁଛି। ଭଜନ ଅନ୍ତାକ୍ଷରୀ। ଦର୍ଶକ ବନ୍ଧୁ, ଆଜି ଅଧ୍ୟାୟରେ ଆମମାନଙ୍କ ସହିତ ଅଛନ୍ତି ମଧ୍ୟମ ଦଳରେ ଶ୍ରୀଯୁକ୍ତ ସୁଭାଷ ଦାସ, ଶ୍ରୀମତୀ ଗୀତା ଦାସ, ଶ୍ରୀଯୁକ୍ତ ପ୍ରଫୁଲ୍ଲ ବେହେରା। ଏ ପାଖରେ ପଞ୍ଚମ ଦଳରେ ଅଛନ୍ତି ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ମହାପାତ୍ର, କୁମାରୀ ଅସୀମା ପଣ୍ଡା ଏବଂ ଶ୍ରୀଯୁକ୍ତ ସୁଧାକର ମିଶ୍ର। ଦର୍ଶକ ବନ୍ଧୁ, ବାଦ୍ୟଯନ୍ତ୍ରରେ ଯଥାରୀତି ଆମ ସହିତ ସହାୟତା କରୁଛନ୍ତି, ଏହି ଭଜନ ଅନ୍ତାକ୍ଷରୀର ଭଜନ ସମୂହକୁ ରସାୟିତ କରୁଛନ୍ତି ତାଳରେ ଧୁନରେ ଓଡ଼ିଶାର ସୁନାମଧନ୍ୟ ତବଲା ବାଦକ ତବଲା ଗୁରୁ ଶ୍ରୀଯୁକ୍ତ ରାଧାକାନ୍ତ ନନ୍ଦ। ତାଙ୍କ ସହିତ ଅଛନ୍ତି ଢୋଲ ଟିକରା ପର୍କସନ୍ସରେ ବିଭୁ ପ୍ରସାଦ ନନ୍ଦ। କିବୋର୍ଡସରେ ଅଛନ୍ତି ପରମାନନ୍ଦ ସାହୁ ଏବଂ ମାନସ ଦାସ। ଆଜି ଅଧ୍ୟାୟର ପ୍ରଥମ ପର୍ଯ୍ୟାୟ ମାନେ ଅନ୍ତାକ୍ଷରୀର ପର୍ଯ୍ୟାୟ, ଆଉ ଅନ୍ତାକ୍ଷରୀ ପର୍ଯ୍ୟାୟର ପ୍ରଥମ ଅନ୍ତ ଅକ୍ଷର ଦାୟିତ୍ୱ ମୋର। ଧନମଣି ତତେ କି ଧନ ମାଗିବି, ଧନମଣି ତତେ କି ଧନ ମାଗିବି, ତୁ ମୋ ଜୀବନ ଧନରେ ମନ ଝୁରେ ତୋ ନୀଳ ନୟନ, ମନ ଝୁରେ ନୀଳ ନୟନ, ମନ ଝୁରେ ତୋ ନୀଳ ନୟନ, ମନ ଝୁରେ ନୀଳ ନୟନ। ବେଣୁ ପାଣି ତତେ କାହିଁକି ଭଜିବି, ବେଣୁ ପାଣି ତତେ କାହିଁକି ଭଜିବି, ତୁ ମୋ ଶେଷ ଭଜନରେ ମନ ଝୁରେ ତୋ ନୀଳ ନୟନ, ମନ ଝୁରେ ନୀଳ ନୟନ, ମନ ଝୁରେ ତୋ ନୀଳ ନୟନ, ମନ ଝୁରେ ନୀଳ ନୟନ। ମନ ଝୁରେ ତୋ ନୀଳ ନୟନ, କହ୍ନେଇର ନୀଳ ନୀଳ ଆଖିକି ସମସ୍ତେ ତ ଝୁରି ହୁଅନ୍ତି। ଏବେ ଅନ୍ତ ଅକ୍ଷର ବାହାରିଛି ଆମର ନ, ଆଉ ଏଇ ସର୍ବଦେବାଦେବୀ ଅଧ୍ୟାୟ ଆମେ ଆରମ୍ଭ କରିବା। ଏ ଅଧ୍ୟାୟକୁ ମଧ୍ୟମ ଦଳଙ୍କ ପାଖରୁ ଆମେ ଆରମ୍ଭ କରିବା। ମଧ୍ୟମ ଦଳ ନ ଅକ୍ଷର ଆସି ପହଞ୍ଚିଛି ଆପଣମାନଙ୍କ ପାଇଁ ପ୍ରଥମ ଅନ୍ତ ଅକ୍ଷର, ଆଉ ନ ଅକ୍ଷରରେ ସର୍ବଦେବାଦେବୀଙ୍କର ଭଜନ ଆରମ୍ଭ କରିବାର ସମୟ ଏବେ। নীল চক্রে বানা ছাইল ফুল বউল বেণী, আহা নীল চক্র বানা ছাইল ফুল বউল বেণী, নালিয়া অধরে হসকু তাহার, নালিয়া অধরে হসকু তাহার বাঙ্ক চাহানি, ফুল বউল বেণী, ফুল বউল বেণী, আহা নীল চক্র বানা ছাইল ফুল বউল বেণী, ফুল বউল বেণী, নীল চক্রে বানা ছাইল ফুল বউল বেণী। ନୀଳଚକ୍ର ବାନା ଛାଇଲ ଫୁଲ ବଉଳ ବେଣୀ। ନୀଳଚକ୍ର ବାନା ଛାଇରେ ଯଦି ପ୍ରାଣ ଚାଲିଯାଆନ୍ତା କେମିତି ହୁଅନ୍ତା ମତେ କହିଲ? କାଇଁ କହୁଛନ୍ତି ଆଜ୍ଞା? ସବୁ ଭକ୍ତଙ୍କର ସବୁଠୁ ବଡ଼ ଭାଗ୍ୟ। ପୁଣ୍ୟ କାହିଁ ଆମର? ସେ ପୁଣ୍ୟ କାହିଁ ଆମର, ବହୁତ ଚମତ୍କାର ହେଇଯାଆନ୍ତା। ଫୁଲ ବଉଳ ବେଣୀ ନ ଅକ୍ଷର ପଡ଼ିଥିଲା ପ୍ରଥମେ ତାଙ୍କ ଉପରେ, ମଧ୍ୟମ ଦଳଙ୍କ ଉପରେ, ପୁଣି ନ ଅକ୍ଷର ଫେରେଇଛନ୍ତି ପଞ୍ଚମ ଦଳଙ୍କ ପାଇଁ। ପଞ୍ଚମ ଦଳ ନ ଅକ୍ଷରରେ ସର୍ବଦେବାଦେବୀ ଭଜନ ଆରମ୍ଭ କରିବାର ସମୟ ଏବେ। ଅଛି ନ ଏକ, କେତେ ଗୀତ ଅଛି? ଯୋଉଟା ଅଛି ମନେ ପକା, ନ ଦୁଇ, ଗୋଟେ ଭାବର ଗୀତ ଅଛି। ନ ତିନି, ନାଉରିଆ ନାଉରିଆ রে করি দে পারি রে
ପାରି କାଳିଆ ବଉଦ ଆସେ କାଳିଆ ବଉଦ ଆସେ ବିଜୁଳି ମାରି ରେ କରିଦେ ପାରି ରେ କରିଦେ ପାରି କରିଦେ ପାରି ରେ କରିଦେ ପାରି ନାଉରିଆ କରିଦେ ପାରି ନ ଅକ୍ଷର ପାରି ହେଇଯାଇଛି। ଆଉ ଭାଟିଆରୀ ବାଉଲ ଶୈଳୀର ଇଏ ଆମର ଆଞ୍ଚଳିକ ରସର କଥା, ଆଞ୍ଚଳିକ ସଙ୍ଗୀତର ରସ ଇଏ। ଆଉ ଏଇ ଭାଟିଆରୀ ବାଉଲକୁ କିବୋର୍ଡରେ ପରମାନନ୍ଦ ସାହୁ ଯେଉଁ ଏକତାରାର ଶବ୍ଦଟି ସଂଯୋଜନା କରିଦେଲେ ଗୀତକୁ ଆହୁରି ମଧୁର କରିଦେଲା। କରିଦେ ପାରି ର ଅକ୍ଷରର ବାଜି ଆସି ପହଞ୍ଚି ଯାଇଛି ମଧ୍ୟମ ଦଳ ପାଖରେ। ଆଉ ମଧ୍ୟମ ଦଳ ର ଅକ୍ଷରରେ ସର୍ବଦେବାଦେବୀ ଭଜନ ଆରମ୍ଭ କରିବାର ସମୟ ଏବେ। ରଖିଲେ ସିଏ କିଏ ସେ ମାରେ, ମାରିଲେ ସିଏ କିଏ ସେ ତାରେ, ରଖିଲେ ସିଏ କିଏ ସେ ମାରେ, ମାରିଲେ ସିଏ କିଏ ସେ ତାରେ, ସିଏ ନ ଚାହିଁଲେ କଥା ସରେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ରଖିଲେ ସିଏ କିଏ ସେ ମାରେ ର ଅକ୍ଷର ମଧ୍ୟମ ଦଳ ଦ୍ୱାରା ଠିକ୍ ଠାକ୍ ପାରି ହେଇଯାଇଛି। ପୁଣି ସେଇ ର ଅକ୍ଷରର ବାଜି ଆଣି ପହଞ୍ଚେଇ ଦେଇଛନ୍ତି ପଞ୍ଚମ ଦଳ ପାଖରେ। ଆଉ ପଞ୍ଚମ ଦଳର ଅକ୍ଷରରେ ସର୍ବଦେବାଦେବୀ ଭଜନ ଆରମ୍ଭ କରିବାର ସମୟ ଏବେ। ର ରାତି ପାହିଗଲା ସେ ଜରେ ରାତି ପାହିଗଲା ସେ ଜରେ ରାଧା ଶୋଇ ନାହିଁ ନିଦରେ। ଓ ରାତି ପାହିଗଲା ସେ ଜରେ ରାଧା ଶୋଇ ନାହିଁ ନିଦରେ। ସୂରୁଜ ଉଇଁଲେ କାହ୍ନୁ ଚାଲିଯିବ, ସୂରୁଜ ଉଇଁଲେ କାହ୍ନୁ ଚାଲିଯିବ। ତା ବଇଁଶୀ ତାନୁପୁର, ତା ବଇଁଶୀ ତାନୁପୁର ଶୁଭିବନି କୁଞ୍ଜରେ। ରାତି ପାହିଗଲା ସେ ଜରେ ରାଧା ଶୋଇ ନାହିଁ ନିଦରେ। वाह 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 ର ଅକ୍ଷର ତ ପାରି ହେଲା। ଆଉ ସୁଧାକର ମିଶ୍ର ଚମତ୍କାର ଭାବରେ ପରିବେଷଣ କଲେ। ଆଉ ସେଇ ର ଅକ୍ଷରର ବାଜି ପୁଣି ଆଣି ପହଞ୍ଚେଇ ଦେଇଛନ୍ତି ମଧ୍ୟମ ଦଳ ପାଖରେ। ଆଜି ନ ଚାଲିଥିଲା ପୁଣି ର ବର୍ତ୍ତମାନ ଚାଲିଛି। ର ଏପଟ ସେପଟ ହେଉଛି। ଆଉ ର ଅକ୍ଷରରେ ମଧ୍ୟମ ଦଳ ସର୍ବଦେବାଦେବୀ ଭଜନ ଆରମ୍ଭ କରିବାର ସମୟ ଏବେ। ର ଏକ, ର ଦୁଇ, ପ୍ରତିଶୋଧ ନେଇଗଲେ ର ଚାର, ଟିକେ ସୁଭାଷ ମନେ ପକଉନ କଣ ର ଏତେ ଗୀତ ଅଛି ମନେ ପାଞ୍ଚ, ପକଉନ। ର ଛଅ, ଛଅ ହେଇଗଲାଣି ତମକୁ ର ସାତ, ଶୀଘ୍ର। ର ଆଠ, ରାମ ପାଦ ଧୂଳି ଚନ୍ଦନ, ରାମ ପାଦ ତଳେ ଆସନ, ରାମ ପାଦ ଧୂଳି ଚନ୍ଦନ, ରାମ ପାଦ ତଳେ ଆସନ। ଶ୍ରୀରାମ ଶ୍ରୀରାମ ଜପ କରୁଛ, ରାମଙ୍କ ମୁହଁକୁ ଚାହିଁ ରହିଛ। ଭକ୍ତ ଶିରୋମଣି ହନୁମାନ ଜୟ ଜୟ ହନୁମାନ, ଭକ୍ତ ଶିରୋମଣି ହନୁମାନ ଜୟ ଜୟ ହନୁମାନ। जय जय हनुमान, जय बजरंग वाली की ଜୟ। ନ ଅକ୍ଷରର ବାଜି ଆଣି ପହଞ୍ଚେଇ ଦେଇଛନ୍ତି ପଞ୍ଚମ ଦଳ ପାଖରେ। ଆଉ ପଞ୍ଚମ ଦଳ ନ ଅକ୍ଷରରେ ସର୍ବଦେବାଦେବୀ ଭଜନ ଆରମ୍ଭ କରିବାର ସମୟ ଏବେ। ନେରେ କାଳିଆ ନେ ମୋ ଛମାଣ ଆଠ ଗୁଣ୍ଠୁ ଜମିନେ, ନେରେ କାଳିଆ ନେ ମୋ ଛମାଣ ଆଠ ଗୁଣ୍ଠୁ ଜମିନେ। ତୋ ଦଳ
ନେରେ କାଳିଆ ନେ ନ ଅକ୍ଷର ପାରି ହେଇଯାଇଛି ମୋ 6 ମାଣ 8 ଗୁଣ୍ଠୁ ଜମି ନେ। ଦର୍ଶକ ବନ୍ଧୁ 6 ମାଣ 8 ଗୁଣ୍ଠୁ ଆମ ଓଡ଼ିଆ ସାହିତ୍ୟିକ ଓଡ଼ିଆର ପରମ୍ପରା ସଂସ୍କାରକୁ ବଜାୟ ରଖିବା ପାଇଁ ଓଡ଼ିଆମାନଙ୍କୁ ସଚେତନ କରିବା ପାଇଁ ଯିଏ ଓଡ଼ିଆ ସାହିତ୍ୟରେ ରସ ସୃଷ୍ଟି କରୁଥିଲେ ସିଏ ଆଉ କେହି ନୁହନ୍ତି ବ୍ୟାସକବି ଫକୀର ମୋହନ ସେନାପତି। ସିଏ ହିଁ ରଚନା କରିଥିଲେ 6 ମାଣ 8 ଗୁଣ୍ଠୁ, ଯାହା ଆଜି ବି ସେ ଗପ ପଢ଼ିଲେ ନିଚ୍ଛକ ଓଡ଼ିଆ ସାମାଜିକ ଚଳଣି ଆମ ଆଖି ଆଗରେ ଭାସି ଉଠେ। ସୁନ୍ଦର ସେ ଚରିତ୍ର। ଏବେ ସେଇ 9 ଅକ୍ଷରର ବାଜି ପୁଣି ଆଣି ପହଞ୍ଚେଇ ଦେଇଛନ୍ତି ମଧ୍ୟମ ଦଳ ପାଖରେ। ମଧ୍ୟମ ଦଳ 9 ଅକ୍ଷରରେ ସର୍ବଦେବାଦେବୀ ଭଜନ ଆରମ୍ଭ କରିବାର ସମୟ ଏବେ। ଆମେ ପକେଇଲୁ ସେମାନେ ପୁଣି ଦେଲେ ଆମେ ପକେଇଲୁ ଆଉ କ'ଣ କିଛି ମିଳିଲେ କି ଆମକୁ ପୁଣି ଦଉଛନ୍ତି ଏ ଉତ୍ତର ସେମାନେ ହିଁ ଦେଇପାରିବେ। ଆଜ୍ଞା ଆମେ ହେଲୁ ସେମାନଙ୍କର ଉତ୍ତରାଧିକାରୀ, ପରବର୍ତ୍ତୀ ଉତ୍ତରାଧିକାରୀ, ଆଉ ତାଙ୍କୁ ଅନୁସରଣ କରିବାଟା ସ୍ୱାଭାବିକ। ମାନେ ମହାଜନ ଯେନ ଗତହସ ପନ୍ଥା। ଆଜ୍ଞା, ତେଣୁ ଆଜ୍ଞା। ସେମାନେ ମହାଜନ, ସେ ଯୋଉ ବାଟ ଦେଖୁଛନ୍ତି ସେଇ ବାଟରେ ତମେ ଚାଲୁଛ। ଯାଉ ଯାହା ପଡିଲା ସିଏ ବି ଭୋଗୁଛନ୍ତି। ଆଉ କ'ଣ ବର୍ତ୍ତମାନ ଏଇଆ ହଉଛି। ଏବେ ସତେ ସତେ ତମେ କେତେ ଭଲ କେତେ ଚାଲାକ ସତେ ମ। ଚାଲାକ ସତେ 9 ଅକ୍ଷରରେ ସର୍ବଦେବାଦେବୀ ଭଜନ ଆରମ୍ଭ କରିବାର ସମୟ ଏବେ। ନର୍କରୁ ଲେଖୁଛି ଚିଠି ହେ କଳା ଠାକୁର, ନର୍କରୁ ଲେଖୁଛି ଚିଠି ହେ କଳା ଠାକୁର, ଉଦ୍ଧାର କର ହେ ମୋତେ ଉଦ୍ଧାର କର, ଅନେକ ଯାତନା ଭୋଗିଲିଣି ସିନା, ଅନେକ ଯାତନା ଭୋଗିଲିଣି ସିନା, ମୋ କଥା ଏଥର ବିଚାର କର, ନର୍କରୁ ଲେଖୁଛି ଚିଠି ହେ କଳା ଠାକୁର, ଉଦ୍ଧାର କର ହେ ମୋତେ ଉଦ୍ଧାର କର, ଉଦ୍ଧାର କର ହେ ମୋତେ ଉଦ୍ଧାର କର, ଉଦ୍ଧାର କର ହେ ମୋତେ ଉଦ୍ଧାର କର। ଆପଣ ଆଉ ରଖିଲେନି, ପିଲାମାନେ ଯେଉଁ ଅନୁସରଣ କରିଥିଲେ ସେଥିପାଇଁ ଆପଣ ମୋତେ ଟିକେ ଦୟା କରିକି ଆଡ଼କୁ ନେଇ ଆସିଲେ, ଆଉ 9 ପକେଇଲେନି। ଅକ୍ଷରର ବାଜି ଆସି ପହଞ୍ଚି ଯାଇଛି ପଞ୍ଚମ ଦଳ ପାଖରେ। ସିଏ ଆଉ ତମ ପାଖରେ ଜମା ରଖିନାହାନ୍ତି, ପ୍ରତିଯୋଗିତାର ମନୋବୃତ୍ତି ରଖିନାହାନ୍ତି, ନହେଲେ ସେ 9 ଭାବିକିରି ପକେଇଥାନ୍ତେ। ଏବେ ଅକ୍ଷରରେ ସର୍ବଦେବାଦେବୀ ଭଜନ ଆରମ୍ଭ କରିବାର ସମୟ ଏବେ। ରେ କୋଠ ଭୋଗୀ ମୁଁ ତ ବଡ଼ ଦାଣ୍ଡର ଯୋଗୀ, ରେ କୋଠ ଭୋଗୀ ମୁଁ ତ ବଡ଼ ଦାଣ୍ଡର ଯୋଗୀ, ଟଙ୍କ ତୋରାଣୀରେ ମନ ବଳେଇଛି, ଟଙ୍କ ତୋରାଣୀରେ ମନ ବଳେଇଛି, ଚକିଏ ରଖିବୁ ମୋରି ଲାଗି, ରେ କୋଠ ଭୋଗୀ ମୁଁ ତ ବଡ଼ ଦାଣ୍ଡର ଯୋଗୀ, ରେ କୋଠ ଭୋଗୀ ମୁଁ ତ ବଡ଼ ଦାଣ୍ଡର ଯୋଗୀ। ରେ କୋଠ ଭୋଗୀ ମୁଁ ବଡ଼ ଦାଣ୍ଡର ଯୋଗୀ। ଅକ୍ଷର ପାରି ହେଇଛି ଆଉ ଚମତ୍କାର ଭାବରେ ପରିବେଷଣ କରିଛନ୍ତି ରବୀନ୍ଦ୍ର ମହାପାତ୍ର। ଆଉ ଅକ୍ଷରର ବାଜି ଆଣି ଛାଡ଼ି ଦେଇଛନ୍ତି ମଧ୍ୟମ ଦଳ ପାଖରେ। ମଧ୍ୟମ ଦଳ ଅକ୍ଷରରେ ସର୍ବଦେବାଦେବୀ ଭଜନ ଆରମ୍ଭ କରିବାର ସମୟ ଏବେ। ଗଙ୍ଗାଲୋ 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 ଗଙ୍ଗାଲୋ, মিছে নিন্দা নব নবহি তু রহিযা, মিছে নিন্দা নব নবহি তু রহিযা, কলিরে কা পাপ কেতে বা ধোইবু, কলিরে কা পাপ কেতে বা ধোইবু, বিষ্ণু নখ কোণে আউ থরে লুচি যা, লুচি যা, লুচি যা, গঙ্গালো 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 গঙ্গালো। ବିଷ୍ଣୁ ପାଦ କୋଣେ ଯାଏ ଆଉ ଥରେ ଲୁଚି ଯା, ଗଙ୍ଗା ପାପ ଧୋଇ ଧୋଇ ମଇଳା ହେଇଯାଇଛି। ଏବେ ପାପର ସଂସାର, କଳିଯୁଗର ସଂସାର। ଆଉ ଗଙ୍ଗା ଲ ଅକ୍ଷର ବାହାରି ଆସିଛି ଅନ୍ତ ଅକ୍ଷର ସେମାନଙ୍କ ଠାରୁ। ଆଉ ପଞ୍ଚମ ଦଳ ଅକ୍ଷରରେ ସର୍ବଦେବାଦେବୀ ଭଜନ ଆରମ୍ଭ କରିବାର ସମୟ। লো রাধা তমাল লো কদম মূল লো যমুনা কূল,
कन्हेई तो हेला मो काळ ए कन्हेई तो हेला मो काळ ए कन्हई तो हेला मो काळ कन्हई समस्त को काळ हुए किंतु कन्हई की न देखिले ना संज भल लागे ना सकाळ भल लागे खाली ऊपर ऊपर गोपी माने कन्हई को काळ बोली कहती किंतु मने मने सब बेले खोजु थांती से कन्हई रो रूप को आ कन्हई रो बंशी धन को। दर्शक बंधु एबे आरंभ करिबा शब्द पर्याय रे उभय दल उभय को शब्द देवे माने मध्यम दल पंचम दल को शब्द देवे और पंचम दल मध्यम दल को शब्द देवे। तो ए अध्याय आमे आरंभ करिचे मध्यम दल पाखरु। तो प्रथम शब्द प्रयोग करिवे पंचम दल मध्यम दल पई सर्वदेवादेवींकर भजनर शब्द रखंतु। जाजपुर केउझर गला बेले जो प्रसिद्ध पीठ पड़े कहिबे जाजपुर केउझर गला भितर जो प्रसिद्ध पीठ पड़े साधारण प्रश्न घटगाँ शब्द आसी घटगाँ और घटगाँ शब्द रे भजन आरंभ करिवार समय एबे आखि सीना पाए नाही घटगाँ को आखि सीना पाए नाही घटगाँ को ये बांधी रखिब अबुझा मन को किए बांधी रखिब अबुझा मन को नीति देखी आसे जाई तारिणी माँ को आखि सीना पाए नाही घटगाँ को आखि सीना पाए नाही घटगाँ को। घटगाँ शब्द आसीथिला घटगाँ शब्द भी पारी हे गला आपण को निज कंठरे यह लोकप्रिय भजन आपण को दायित्व एबे शब्द रखिबे पंचम दलक पई। विश्वावसुଙ୍କ इष्ट देवता तांको नामरु प्रथम दुईटी अक्षर फेडी दियंतु बाकी से विश्वावसुंकर आराध्य देवतांकर नामरु प्रथम दुईटी अक्षर काटी देइगिरी जो शब्द रहिला मु तो बुझी पारिलिणी देखिबा पंचम दल बुझिचंती कि नाही पंचम दल दीटा खातिबो भाबी सारले माधव नील माधव नील माधव होचंती विश्वावसुंकर आराध्य देवता नील काटी देला परे खाली रहिला माधव शब्द आसिला माधव शब्द रे भजन आरंभ करिवार समय इपि से सोरिष फूलर पथे थारे निया हे माधव मते से सोरिष फूलर पथे थारे निया हे माधव मते विद्यापति सिना सोरिष बुणिला सोरिष फूल तो ममन किणिला कुह मुझुरिबी केते थारे निया हे माधव मोते से सोरिष फूलर पथे थारे निया हे माधव मोते थारे निया हे माधव मोते। पारी हे जाइची माधव शब्द एबे तम मानकर दायित्व शब्द रखिबो मध्यम दलक पई शब्द दियो। महाराष्ट्र रे जोठारे साई बाबा समाधिस्थ होइथिले सेई जागार नाम ऊपर गोटे गीत गांतु। जो जगह रे साई बाबा समाधिस्थ होइथिले सेई जगह बहुत सहज सरल ना से माटी पवित्र से माटी जानी सारी बणी मध्यम दल ओम साई राम ओम साई राम किंतु शब्द कौन आसिला गीत भीतर खोजी नेबे आपण मोर शिरडी जीवाकू हेलाणी मन ओम साई राम मते शिरडी गुणिया कलाउ छन ओम साई राम मोर शिरडी जीवाकू हेलाणी मन ओम साई राम मते शिरडी गुणिया कलाउ छन ओम साई राम जा समाधि कथा कहे जीवंत सम ओम साई राम 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 ओम साई राम।
ଆଜ୍ଞା ଆମେ ଗୀତ ଭିତରୁ ପାଇଗଲୁ ସେ ଶବ୍ଦ ଶିରିଡ଼ି ଶବ୍ଦ ଥିଲା, ଠିକ୍ ଥିଲା ନା ସେ ଶବ୍ଦ ଶିରିଡ଼ି। ଏବେ ମଧ୍ୟମ ଦଳ ଆପଣମାନଙ୍କର ଦାୟିତ୍ୱ ଶବ୍ଦ ରଖିବେ ପଞ୍ଚମ ଦଳଙ୍କ ପାଇଁ। ମୁଁ କିଛି ଗୋଲଗ ଧନ୍ଦା ହେରିକା କିଛି କରୁନି, ସିମ୍ପଲ ବଡ଼ ଦାଣ୍ଡ। ବାବା 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 ପଞ୍ଚମ ଦଳ ପାଇଁ ସିଧାସଳଖ ପ୍ରଶ୍ନଟିଏ କଲେ। ବଡ଼ ଦାଣ୍ଡ ଆଉ ବଡ଼ ଦାଣ୍ଡରେ ଭଜନ ଆରମ୍ଭ କରିବାର ସମୟ ଏବେ। ପଞ୍ଚମ ଦଳ ଏମିତି ବଡ଼ ଦାଣ୍ଡେ ହାତ ପାତି ରହିଥିବି, ଏମିତି ବଡ଼ ଦାଣ୍ଡେ ହାତ ପାତି ରହିଥିବି, ପତିତ ପାବନ ପତାକାକୁ ଚାହିଁ, ପତିତ ପାବନ ପତାକାକୁ ଚାହିଁ, ତୋର ନାମ ଗାଉଥିବି ମୋ କାଳିଆରେ, ଦୁଃଖ ମୋର ଭୁଲି ଯିବି, ଏମିତି ବଡ଼ ଦାଣ୍ଡେ ହାତ ପାତି ରହିଥିବି, ଏମିତି ବଡ଼ ଦାଣ୍ଡେ ହାତ ପାତି ରହିଥିବି। ବହୁତ ଲୋକପ୍ରିୟ ଏ ଭଜନ, ଭଜନ ସମ୍ରାଟ ଭିକାରୀ ବଳଙ୍କ କଣ୍ଠରେ। ଆଉ ବଡ଼ଦାଣ୍ଡ ଶବ୍ଦ ପାରି ହେଇଯାଇଛି। ଏବେ ପୁଣି ଦାୟିତ୍ୱ ପଡ଼ିଗଲା ମଧ୍ୟମ ଦଳଙ୍କ ପାଇଁ ଶବ୍ଦ ଦେବା ପାଇଁ। ଶ୍ରାବଣ ମାସରେ ଯେଉଁ ବାରକୁ ଅଧିକ ପ୍ରାଧାନ୍ୟ ଦିଆଯାଏ ଏବଂ ଟିକେ ସୂଚନା ଦେବି, ମୋର ଗୁରୁ ଭାଇମାନେ ବସିଛନ୍ତି, ଜଳାଭିଷେକ କାଉଡ଼ିଆ ଭାଇମାନେ ନେଇ ମଧ୍ୟ କରନ୍ତି ସେଇ ବାରରେ। ଶ୍ରାବଣ ମାସର ଶ୍ରେଷ୍ଠ ବାର ଆଉ କାଉଡ଼ିଆ ଭାଇମାନେ ଜଳାଭିଷେକ କରିବାର ବାର, ମହାଦେବଙ୍କର ବାର। ବହୁତ ସହଜ ଏ ପ୍ରଶ୍ନ, ଆପଣମାନେ ଜାଣିସାରିଥିବେ ଶବ୍ଦ କ'ଣ? ସୋମବାର। ସୋମବାର। ସୋମବାର ଶବ୍ଦରେ ଭଜନ ଆରମ୍ଭ କରିବାର ସମୟ ଏବେ। ସୋମବାର ସଂକ୍ରାନ୍ତି ଯିଏ କରିଛି, ଶୁଭକୁ ସବୁବେଳେ ସିଏ ପାଇଛି। ସୋମବାର ସଂକ୍ରାନ୍ତି ଯିଏ କରିଛି, ଶିବ କୃପା ସବୁବେଳେ ସିଏ ପାଇଛି। ମନ୍ଦିରେ ଦୀପ ଯିଏ ଜାଳିଛି, ମନ୍ଦିରେ ଦୀପ ଯିଏ ଜାଳିଛି, ଜୀବନର ସବୁ ଦୁଃଖ ଭୁଲି ଯାଇଛି, ଜୀବନର ସବୁ ଦୁଃଖ ଭୁଲି ଯାଇଛି। ସୋମବାର ସଂକ୍ରାନ୍ତି ଯିଏ କରିଛି, ଶିବ କୃପା ସବୁବେଳେ ସିଏ ପାଇଛି। ଆପଣମାନଙ୍କର ଦାୟିତ୍ୱ ଶବ୍ଦ ରଖିବେ ପଞ୍ଚମ ଦଳ ପାଇଁ। ଦିଅନ୍ତୁ ଶବ୍ଦ। ଆଚ୍ଛା, ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ 5ଟି ଦ୍ୱାର। ଆଜ୍ଞା, ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ 5ଟି ଦ୍ୱାର। ଓକେ, 4ଟି ଦ୍ୱାର ଶ୍ରୀମନ୍ଦିରରେ। 4ଟି ଦ୍ୱାର ଶ୍ରୀମନ୍ଦିରରେ। ଠିକ୍। ମନ୍ଦିର ବାହାରେ ଆଉ ଗୋଟେ ଦ୍ୱାର ଅଛି, ପ୍ରସିଦ୍ଧ ଦ୍ୱାର, ବହୁ ପ୍ରସିଦ୍ଧ ଏବଂ ସେ ସମସ୍ତଙ୍କର ଶେଷ ଜୀବନରେ ଅତି ପ୍ରିୟ। ସେ ଦ୍ୱାର ସହଜ ଲାଗିଲା, ସହଜ ଲାଗିଲା। ପଞ୍ଚମ ଦଳ ବୁଝି ସାରିଥିବେ। କୋଉ ଦ୍ୱାର? ସ୍ୱର୍ଗଦ୍ୱାର। ସ୍ୱର୍ଗଦ୍ୱାର ଶବ୍ଦ ଆସିଲା। ସ୍ୱର୍ଗଦ୍ୱାର। ସ୍ୱର୍ଗଦ୍ୱାରରେ ଭଜନ ଆରମ୍ଭ କରନ୍ତୁ। ହେ ବନ୍ଧୁ, ହେ ବନ୍ଧୁ ବିଦାୟ, ହେ ବନ୍ଧୁ, ହେ ବନ୍ଧୁ ବିଦାୟ। ଯାହା ସୁଖ ଦେଲ ଛାଡ଼ି ମୁଁ ଯାଉଛି, ଯାହା ଦୁଃଖ ଦେଲ ସାଥିରେ ନଉଛି, ଯାହା ସୁଖ ଦେଲ ଛାଡ଼ି ମୁଁ ଯାଉଛି, ଯାହା ଦୁଃଖ ଦେଲ ସାଥିରେ ନଉଛି। ସ୍ୱର୍ଗ ଦ୍ୱାରେ ହବ ଦାହ, ସିଂହ ଦ୍ୱାରୁ ଘେନ ମୋ ଶେଷ ପ୍ରଣାମ। ଓಂ ନମଃ ଭଗବତେ ବାସୁଦେବାୟ, ଓಂ ନମଃ ଭଗବତେ ବାସୁଦେବାୟ, ଓಂ ନମଃ ଭଗବତେ ବାସୁଦେବାୟ, ଓಂ ନମଃ ଭଗବତେ ବାସୁଦେବାୟ। ସ୍ୱର୍ଗଦ୍ୱାର ଶବ୍ଦ ବି ପାରି ହେଲା ଆଉ ଗୀତ ମଧ୍ୟ ଚମତ୍କାର ଭାବରେ ପରିବେଶିତ ହେଇଗଲା। ଏବେ ଦାୟିତ୍ୱ ସରିନି। ଶବ୍ଦ ରଖିବ ମଧ୍ୟମ ଦଳଙ୍କ ପାଇଁ। ଶବ୍ଦ ଦିଅ। ଭାବିଛି ଶବ୍ଦ ମଧ୍ୟମ ଦଳ ପାଇଁ ଶବ୍ଦ ହେଲା ଅତି ସାଧାରଣ ଶବ୍ଦ ଦେହୁରୀ। ଦେହୁରୀ। ଦେହୁରୀ ଶବ୍ଦ। ଦେହୁରୀ ମାଙ୍କର ପୂଜକ, ମାଙ୍କର ସେବକ। ଦେହୁରୀ। ଦେହୁରୀ ଶବ୍ଦ ଆସିଛି ପଞ୍ଚମ ଦଳ ତରଫରୁ। ଆଉ ଦେହୁରୀ ଶବ୍ଦରେ ମଧ୍ୟମ ଦଳ ଭଜନ ଆରମ୍ଭ କରିବାର ସମୟ ଏବେ।
ଘଟ ଗାଁରେ ଦେହୁରୀ ଘରେ ଜନମ ନିଅନ୍ତି କି ମୁଁ ଜନମ ନିଅନ୍ତି କି ଘଟ ଗାଁରେ ଦେହୁରୀ ଘରେ ଜନମ ନିଅନ୍ତି କି ମୁଁ ଜନମ ନିଅନ୍ତି କି ମା ତାରିଣୀ ଓ ମା ତାରିଣୀ ତୋ ମନ ଜାଣି ପୂଜନ୍ତି ନୀତି ନୀତି ମୁଁ ପୂଜନ୍ତି ନୀତି ନୀତି ଘଟ ଗାଁରେ ଦେହୁରୀ ଘରେ ଜନମ ନିଅନ୍ତି କି ମୁଁ ଜନମ ନିଅନ୍ତି କି ମୁଁ ଜନମ ନିଅନ୍ତି କି ମୁଁ ଜନମ ନିଅନ୍ତି କି ଦେହୁରୀ ଶବ୍ଦ ମଧ୍ୟ ପାର ବଢ଼ିଆ ଭାବରେ ପାର ଏବେ ଆପଣମାନେ ଶବ୍ଦ ରଖିବେ ପଞ୍ଚମ ଦଳ ପାଇଁ ଦିଅନ୍ତୁ ଶବ୍ଦ। ପଞ୍ଚମ ଦଳ ପାଇଁ ମୋର ଶବ୍ଦ ହେଉଛି ଗୋଟେ ଭାରି ଅଦ୍ଭୁତ କଥା। ପୃଥିବୀରେ ଏମିତି ଗୋଟେ ମନ୍ଦିର ଅଛି ଯେଉଁ ମନ୍ଦିରର ଛାଇ ତଳେ ପଡ଼େ ନାହିଁ। ବାଃ ବାଃ ବାଃ, ଇଏ ତ ବଡ଼ ଅଦ୍ଭୁତ କଥା। ମନ୍ଦିର ଅଛି ହେଲେ ଛାଇ ତଳେ ପଡ଼େ ନାହିଁ। ଯେତେବେଳେ ପୂର୍ବରେ ସୂର୍ଯ୍ୟ ଉଦୟ ହୁଅନ୍ତି ସେତେବେଳେ ଛାଇ ପଡ଼େ ନାହିଁ କି ଅସ୍ତ ହେଲା ବେଳେ ବି ଛାଇ ପଡ଼େ ନାହିଁ। ନା। ବାଃ 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 ବାଃ, ଇଏ ତ ବଡ଼ ଅଦ୍ଭୁତ କଥା। କିନ୍ତୁ ଏ ଅଦ୍ଭୁତ କଥାର ସମାଧାନ ବୋଧେ ପଞ୍ଚମ ଦଳଙ୍କ ପାଖରେ ଅଛି। ଅସୁର ଦଳ ଜିନ୍ଦାବାଦ। ଜିନ୍ଦାବାଦ। ଓକେ, ମୁଁ ବି ଅସୁର ଜିନ୍ଦାବାଦ ଦଳ କରୁଛି। ବ୍ୟସ୍ତ ନାହିଁ, ମୁଁ ଜାଣିଛି। ଆମର ଆରାଧ୍ୟ ଦେବତା ପ୍ରଭୁ ଜଗତରନାଥ କାଳିଆ ସାନ୍ତ ତାଙ୍କରି ହେଉଛି ମନ୍ଦିର, ଶ୍ରୀମନ୍ଦିରର। ଶ୍ରୀମନ୍ଦିର ଶବ୍ଦ ଆସିଛି, ଏଇ ଶବ୍ଦ ଆପଣଙ୍କର ରହିଛି ଶ୍ରୀମନ୍ଦିର। ଆଜ୍ଞା। ଶ୍ରୀମନ୍ଦିର ଶବ୍ଦରେ ଭଜନ ଆରମ୍ଭ କରିବାର ସମୟ ଏବେ। ଶ୍ରୀମନ୍ଦିରେ ଯାଇ ଶ୍ରୀ ଜଗନ୍ନାଥଙ୍କୁ ଶ୍ରୀମନ୍ଦିରେ ଯାଇ ଶ୍ରୀ ଜଗନ୍ନାଥଙ୍କୁ ମାଗିବି କି ଅବାଉ ମାଗିବି କି ଅବାଉ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ମହାବାହୁ ଜଗତ ଉଦ୍ଧାର ହେଉ ମହାବାହୁ ଜଗତ ଉଦ୍ଧାର ହେଉ। ଅନେକ ଧର୍ମର ପ୍ରବର୍ତ୍ତକ ଭୀମ ଭୋଇଙ୍କର ଏହା ଅଭିବ୍ୟକ୍ତି ଥିଲା ଯେ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହଉ। ଆଉ ସେଇ ଉକ୍ତିକି ପୁଣି ଥରେ ଯୋଡ଼ି ଦିଆହେଇଛି ଆଉ ଥରେ ଜନମାନସରେ ସଚେତନ କରାଇବା ପାଇଁ ଏମିତି ଏକ ଅଭିବ୍ୟକ୍ତି କି ଏବେ ତମମାନଙ୍କର ଦାୟିତ୍ୱ ଶବ୍ଦ ରଖିବ ମଧ୍ୟମ ଦଳଙ୍କ ପାଇଁ। ଶବ୍ଦ ଦିଅ। ଗୋଟେ ନୂଆ ଟାଇପର ମୁଁ ଦେବି, ନୂଆ ଜିନିଷ। ଖଟା ହେଲା ପଛେ ହାଣ୍ଡି କଦହି ତୋରି ପାଇଁ ଯମୁନା ଘାଟକୁ ନଗଲା ରାଇ ତାରେ ନା ତୋରି ପାଇଁ। ସୁଧାକର ବାବୁ, ଆଜ୍ଞା ମାନେ ଆପଣଙ୍କର କ'ଣ ଶବ୍ଦ ୟା ଭିତରେ କ'ଣ ଦେଲେ ଆପଣ? ମୁଁ ଜାଣିପାରିଲିନି। ଆଜ୍ଞା, ଏଡ଼େ ବଡ଼ ବଡ଼ ଗୁଣୀ ଜ୍ଞାନୀ ବ୍ୟକ୍ତି ବସିଛନ୍ତି, ନିଶ୍ଚୟ ଜାଣିଥିବେ। କୋଉ ଶବ୍ଦ? ମୁଁ ସେଟା ଫିଲ୍ ଇନ୍ ଦ ବ୍ଲାଙ୍କ୍ସ କରି ଛାଡ଼ି ଦେଇଛି। କ'ଣ ସେଠି ପଡ଼ିବ? ତାରେ ନା ଯୋଉଟା କହିଲେ, ଆଜ୍ଞା। ମାନେ ଖଟା ହେଲା ପଛେ ହାଣ୍ଡି କଦହି ତାରେ ନା ତୋରି ପାଇଁ। ତାରେ ନା ଶବ୍ଦ ଏ ତ ଅତି ସହଜ ହେଇଯାଇଛି ବୋଧେ, ମଧ୍ୟମ ଦଳ ଧରି ସାରିବେଣି ଏ ଶବ୍ଦକୁ। ଆହା ମୋ କଳା କଳେ ବର ଆହା ମୋ କଳା କଳେ ବର ମୋ ଦିନ ସରୁ ମୋ ଦିନ ସରୁ ମୋ ଦିନ ସରି ଯାଉ ଧନରେ ମୋ ଦିନ ସରି ଯାଉ ଧନରେ ତୋ ମୁହ ଅନେଇ ଅନେଇ ଆହା ମୋ କଳା କଳେ ବର ଆହା ମୋ କଳା କଳେ ବର। ଓହୋ ଓହୋ, ଇଏ ଗୋଟେ ପୁରା ପ୍ରତ୍ୟୁତ୍ପନ୍ନମତିତା ଯାହାକୁ କହନ୍ତି ପ୍ରେଜେନ୍ସ ଅଫ୍ ମାଇଣ୍ଡ ଆଉ ଖେଳ ଖେଳିବାର ଇଏ ଗୋଟେ ନିଆରା ଢଙ୍ଗ ପ୍ରଫୁଲ୍ଲ ଭାଇଙ୍କର। କାରଣ ପଞ୍ଚମ ଦଳ ତରଫରୁ ଆସିଲା ଶୂନ୍ୟସ୍ଥାନ, ଶୂନ୍ୟସ୍ଥାନର ଉତ୍ତର ମଧ୍ୟ ସେ ଶୂନ୍ୟ ସ୍ଥାନରେ ଦେଇଦେଲେ ଦର୍ଶକ ବନ୍ଧୁ। କିନ୍ତୁ ଶବ୍ଦ ଆପଣ ବି ଜାଣିଲେ, ମୁଁ ବି ଜାଣିଲି, ସମସ୍ତେ ଏ ଭଜନ ଅନ୍ତାକ୍ଷରୀ ଖେଳର ସମସ୍ତ କଳାକାରମାନେ ମଧ୍ୟ ଜାଣିଲେ ନିଶ୍ଚିତ ଭାବରେ ସେ ଶବ୍ଦଟି କଳା କଳେବର କହ୍ନେଇ। ଆଉ ତାଙ୍କ ଶବ୍ଦ ଆସିଥିଲା ଖଟା ହେଲା ପଛେ ହାଣ୍ଡିକ ଦହି କହ୍ନେଇ।
तोरी पाई आउ कन्हई शब्द पारी हो जाइए बहुत भल लगिला ए शून्य स्थान पूरण करिवार खेल एबे आपण मानकर दायित्व शब्द रखिबे पंचम दलंक पाई दियंतु शब्द चौरा सहित जो पत्रर संपर्क अछि चौरा सहित जो पत्रर संपर्क अछि अति सहज कथा चौरा सहित तुलसी 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 शब्द आछि मध्यम दल तरफ तुलसी शब्द रे भजन आरंभ करिवार समय एबे त्रेतायारे कलु मते तो प्राण प्रिया जानकी सती द्वापरे कलु मते राधिका रानी तोहर सखी ए जुगरे करे दे रे ए जुगरे करे दे रे कला तुलसी महा 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 जाउथी विवासी महा 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 जाउथी विवासी महा 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 जाउथी विवासी महा 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 जाउथी विवासी वाह 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 तुलसी शब्द भी पारी हैला और असीमा पंडा बहुत चमत्कार भाव रे गीत टिकी गाइले आ ता सहित राधाकांत सारंकर संगत मध्य चमत्कार करिदेला एबे आरंभ करिबा धुन आउ तालर पर्याय प्रथमे धुन पर्याय ए अध्याय आमे आरंभ करूचे मध्यम दलंक पाखरु तो प्रथम धुन प्रयोग हबो मध्यम दलंक पाई आउ धुन प्रयोग करिवे परमानंद साहू आनिनी मु पूजा थाली धूप दीप सिंदूर आनिनी मु पूजा थाली धूप दीप सिंदूर आसीछि धोइबी बोली लुहरे तो मंदिर आसीछि धोइबी बोली लुहरे तो मंदिर आनिनी मु पूजा थाली धूप दीप सिंदूर आनिनी मु पूजा थाली धूप दीप सिंदूर आसीछि धोइबी बोली लुहरे तो मंदिर आसीछि धोइबी बोली लुहरे तो मंदिर आपनको निज कंठरे गीत थिला और धुन चिन्हा भी हो गला ठीक ठाक से परिवेशन भी बढ़िया हो गला एबे धुन प्रयोग हबो पंचम दलंक पाई और पंचम दलंक पाई धुन प्रयोग करिवे मानस दास श्रीगुंडीचा दीन मरंती की बाहुड़ारे जनमी थिली मु श्रीगुंडीचा दीन मरंती की बाहुड़ारे मरिबा बेळकु तोर रथ दौड़ी मरिबा बेळकु तोर रथ दौड़ी धरिथिबी मु हातरे जनमी थिली मु श्रीगुंडीचा दीन मरंती की बाहुड़ारे एबे धुन आसीबो मध्यम दलंक पाखकु आ मध्यम दलंक पाई धुन प्रयोग करिवे परमानंद साहू दुख न बुझीबू किए आउ दुख बुझीब माँ होई जेबे दुख न बुझीबू किए आउ दुख बुझीब तू भी जुथिबू नड़िया पानी रे तू भी जुथिबू नड़िया पानी रे लुहरे की मोरा आखि भिजिब माँ होई जेबे दुख न बुझीबू किए आउ दुख बुझीब
দুঃখ বুঝিব वाह 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 माँ होई जदि दुख न बुझिबु आउ किए दुख बुझिब आपण कंठरे बहु लोकप्रिय ए गीत आपण भी आज अध्याय रे बहुत भावर सहित ए भजन को गाइले बहुत बढ़िया लगी दर्शक बंधु मानकू एबे धुन आसी पहुँचब पंचम दलंक पाखरे आउ पंचम दलंक पई धुन प्रयोग करिवे मानस दास। थाली रे मोर 108 बेला पतरा कळसी रे गंगा जल थाली रे मोर 108 बेला पतरा जाउची मंदिर पूजी बिहार जाउची मंदिर पूजी बिहार तुंडरे उचारी शिव मंतर साजी देवी रक्त मंदार कळसी रे गंगा जल थाली रे मोर 108 बेला पतर 108 बेला पतर ए धुन भी चिन्हा हो गला ठीक एबे धुन आसी पहुँचब मध्यम दलंक पाखरे आउ मध्यम दलंक पई धुन प्रयोग करिवे परमानंद साहू। ताना रे ताना ए ताना ना रे ताना तरबारी रक्षत सुखी जाए हेले धारुआ कथा रक्षत सहजे सुखे नाही। खरा सभारे जेतेबेले विभीषण पचारिले हे हनुमान कौन तम भीतर भी राम अछंती सेठू ताना रे ताना हे ताना ना रे ताना ताना रे ताना विभीषण देलारु अपमान ताना रे ताना विभीषण देलारु अपमान खरा सभारे छाती चिरी देखाइले हनुमान देख राम 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 सीता राम 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 देख राम 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 सीता राम 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 देख राम 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 सीता राम 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 देख राम 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 सीता राम 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 बोलो बजरंग बली की जय वाह 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 बढ़िया नाटकीय ढंगरे आपण ए गीतटी परिवेशन कले बहुत चमत्कार कथा हनुमान छाती चिरी तांको प्रभु को देखई पारिथिले ए जुगरे विरल ए उपाख्यान एमिति भक्त ए कथा बहुत विरल किंतु कथारे अछि बा आमे शास्त्र कहे जे हनुमान अमर आज पर्यंत मध्य हनुमान ए मर्त्य उपरे विराजित अछंती एवं भक्त माननकु आशीर्वाद करि रहिछंती। एबे धुन पर्यायर अंतिम धुन आसी पहुँचब पंचम दलंक पाखरे आउ पंचम दलंक पई धुन प्रयोग करिवे मानस दास। श्रीक्षेत्र पारा उड़ी उड़ी जाऊची मु श्रीक्षेत्र पारा उड़ी उड़ी जाऊची मु श्रीक्षेत्र पारा तो देउळे रहिथिली तो बढा खाउथिली सरी आसिलाणी खेल खेला तो जीवर बेल केही शुणिबेनी आउ मो घुमुरा उड़ी 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 जाऊची मु श्रीक्षेत्र पारा उड़ी उड़ी जाऊची मु श्रीक्षेत्र पारा। धुन भी चिन्हा हो गला ठीक परिवेशन भी ठीक हो गला एठी सरी जाइछि आमर धुन पर्याय आरंभ करबा एबे तालर पर्याय आज अध्याय तो आरंभ होउछि मध्यम दलंक पाखरु आउ प्रथम ताल प्रयोग हब मध्यम दलंक पई आउ ताल प्रयोग करिवे श्रीयुक्त राधाकांत सर। पहिले उषार पूजन रे शुणे तुमरी ना पहिले उषार पूजन रे शुणे तुमरी ना पाहांती रातिर पवन
रे पाए तुम छुआ तुमरी छुआ पहिले उषार पूजन रे शुणे तुमरी ना पाहांती रातिर पवन रे पाए तुम छुआ तुमरी छुआ पहिले उषार पूजन रे शुणे तुमरी ना ताल भी चिन्हा गला ठीक आउ बढ़िया भाव में परिवेषण हो गला मध्य ए तालर गीतटी एबे ताल प्रयोग हब पंचम दलंक पाई आउ पंचम दलंक पाई ताल प्रयोग करिवे राधाकांत सार। गभारे गजरा नाउछी सखी आईना चाही मथारे सिंदूर नाउछी सखी कालिया पाई से तो रसिक मणि मते भूलिब पुणी से तो रसिक मणि मते भूलिब पुणी देवदासी परामो रातिक पाई गभारे गजरा नाउछी सखी आईना चाही कालिया पाई आईना चाही कालिया पाई। ताल कारसादीर ये गीत थिला से राधाकांत सार गोटे बढ़िया ताल प्रयोग करथिले गीतटी बढ़िया भाव में पारी हो जाइए और संगत भी बहुत बढ़िया होइछि तहु ताल आसिला घरे आसी पहुँचला मध्यम घरे एबे मध्यम दलंक पाई ताल प्रयोग करिवे राधाकांत सार। भक्ति प्रदीप जाली दिया प्रभु हृदय मंदिरे मोरा कोटि जनमरा अज्ञान तिमिर ए जनमे हेउ दूरा भक्ति प्रदीप जाली दिया प्रभु हृदय मंदिरे मोरा कोटि जनमरा अज्ञान तिमिर ए जनमे हेउ दूरा भक्ति प्रदीप जाली दिया प्रभु। रूपक ताल थिला ए गीतटी आउ ताल चिन्हा हो गला ठीक बोला भी हो गला ठीक एबे ताल आसी पहुँचब पंचम दलंक पाखरे आउ पंचम दलंक पाई ताल प्रयोग करिवे राधाकांत सार। मो बाहुड़ा बेल हेला मो खेल गला सरी मो आपण जन जेते लुह ढालु छंती घेरी मो बाहुड़ा बेल हेला मो खेल गला सरी मो आपण जन जेते लुह ढालु छंती घेरी दिय तुंडरे मोटी के निरी माल्य दिय तुंडरे मोटी के निरी माल्य बिल हिलाणी मु जीवी फेरी मो बाहुड़ा बेल हेला मो खेल गला सरी मो आपण जन जेते लुह ढालु छंती घेरी।
ए ताल भी चिन्ह ହେଇଗଲା ଠିକ ପରିବେଷଣ ବି ହେଇଗଲା ଠିକ ଏବେ ତାଳ ଆସିବ ପୁଣି ଥରେ ମଧ୍ୟମ ଦଳଙ୍କ ପାଖକୁ ଆଉ ମଧ୍ୟମ ଦଳଙ୍କ ପାଇଁ ତାଳ ପ୍ରୟୋଗ କରିବେ ବିଭୁ ପ୍ରସାଦ ନନ୍ଦ। নিরতে ভজ তরিব ভব সংসারু নিরতে ভজ তরিব ভব সংসারু নাম বহি আসুଅଛି অণ অক্ষরু নাম বহি আসুଅଛି অণ অক্ষরু নিরতে ভজ তরিব ভব সংসারু নিরতে ভজ তরিব ভব সংসারু নাম বহি আসুଅଛି অণ অক্ষরু নাম বহি আসুଅছি অণ অক্ষরু নিরতে ভজ তরিব ভব সংসারু তরিব ভব সংসারু তরিব ভব সংসারু অলেখ ମହିମା ଅଲେଖ ଏବେ ତାଳ ପର୍ଯ୍ୟାୟର ଅନ୍ତିମ ତାଳ ପ୍ରୟୋଗ ହେବ ଆଉ ପଞ୍ଚମ ଦଳଙ୍କ ପାଇଁ ପ୍ରୟୋଗ ହେବ ପ୍ରୟୋଗ କରିବେ ରାଧାକାନ୍ତ ସାର୍। କାହାକୁ ମୁଁ କରିବଇ ସାକ୍ଷୀ ହେ ଚକାଖି ଚକାଖି କାହାକୁ ମୁଁ କରିବଇ ସାକ୍ଷୀ ହେ ଚକାଖି 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 ডাকিলে নাম আরতে ন শুণ কি পাতুরিতে কি বিচারি হৃদগতে নডের শ্রবণ পথে নাম জপি প্রভু নাম জপি প্রভু নাম জপি কণ্ঠ গলা সুখী সুখী হে চকাখি 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 ସୁନ୍ଦର ଭାବରେ ପରିବେଷଣ ହେଇଗଲା ତାଳ ବି ଆମର ଥିଲା ପରମ୍ପରାର ତାଳ ଆଉ ଏଇ ଗୀତ ମଧ୍ୟ ବହୁତ ଲୋକପ୍ରିୟ ଥିଲା। ଦର୍ଶକ ବନ୍ଧୁ ଏଇ ଗୀତ ସହିତ ଆଜି ଅଧ୍ୟାୟର ସମସ୍ତ ପର୍ଯ୍ୟାୟ ତଥା ଆଜିର ଅଧ୍ୟାୟ ଏଇଠି ସରିଯାଇଛି। ଆପଣମାନଙ୍କ ସହିତ ଭେଟ ହେବ ଆଗାମୀ ଅଧ୍ୟାୟ ଏକ ନୂଆ ଭଜନ ଅନ୍ତାକ୍ଷରୀ ଖେଳରେ। ସେତେବେଳେ ପର୍ଯ୍ୟନ୍ତ ଆମମାନଙ୍କୁ ବିଦାୟ ଦିଅନ୍ତୁ। ନମସ୍କାର। ଭଜନ